नमो भगवते वासुदेवाय। भक्त शरण आध्यात्मिक चैनल को मोर प्रिय भाई भणी मानू गुरुजन मानू अनंत कोटि प्रणाम जणाई मु श्री भक्त वत्सल प्रधान आज आपण मानक पई सुंदर कहानीटे रही। दुष्ट सहित मित्रता स्थापन कले, छलनार आश्रय नेले, विश्वासघातक कले, शेष परिणति कौन घटे यही कहानी निश्चित भाव में आमे माने जानिबा। सर्वप्रथमे मुगल सम्राट बाबरଙ୍କ उपरे सुंदर कहानी रही, सुंदर प्रसंग रही। अफगानिस्तान भारत को आसीथिले राज्य विस्तार करिबा पई समर प्रक्रिया करथिले। जने सत्व गुणधारी राजा थिले। विमला मां को अति मात्रा रे भल पाउथिले। प्रतिदिन मांकर दर्शन करुथिले, सुशासन प्रतिष्ठा करुथिले, प्रजा मानकर दुख सुख विषय रे सुंदर भाव में बुझुथिले। सही भावर मुगल सम्राट थिले ना, समर करुथिले। बारंबार से राजा ठारू परास्त होउथिले। चिंतन कले भारत रे रहिबा, विजय हासिल करिबा असंभव। मु मोर देश को प्रत्यागमन करी। मने मने दुख करुथिले, प्रत्यागमन करुथिले। ठीक सही समय रे सही विमला मंदिर पूजक सुंदर भाव राजांकर दुख मोचन करने पाई चेष्टा कले, शर्त रखिले। हे राजन, मु निश्चित भाव एभली कार्य करी आपण समर रे विजय हासिल करिवे। बाबर आश्चर्य हो गले। ठीक अच्छी, जहाँ शर्त रखिबे मु राजी। से पूजक सुंदर भाव कहते राजा को केही भी समर रे परास्त करि परिबे नहीं। राजा सत्वगुण को धारण करती। गोटे कार्य जदि आपण करिवे ना, राजा परास्त होइजिबे। सेही गोपीनाथ पूजक कहते जदि यही विमला मंदिर ध्वजा को अधा को रखीदबा, टिके तल को रखीदबा, राजा जितेबले प्रातः समय देखिबे निश्चित भाव मनोबल कमिजिब। यार फायदा निश्चित भाव आपण हासिल करिपारिबे। राजा चिंतन करिबे मु समर रे विजय हासिल करिबा, विजय करिबा माता विमला चाहुनाती। मनोबल दुर्बल होइजिब। निश्चित भाव समर रे राजा परास्त हेबे। किंतु मध्यराति यही कार्य करने को पड़िबो। बाबर को कहले यही मंदिर शिखर को उठी जाओ। बाबर कहते अरे मु तो मुसलमान ना, मंदिर शिखर रे चढ़ा संभव न। आपण ये कार्य करंतु, मु शपथ करुची, वचन देउची, जदि मो समर रे विजय हासिल करे अधा अंश तुमको प्रदान करी। लोभासक्त हो गले। मंदिर ध्वज को तल को रखिले, संपूर्ण तल को न
ଅଧା ଭାବରେ ରଖିଦେଲେ। ସେଇ ଧ୍ୱଜା ଅଧାରେ ରହିଛି। ପ୍ରାତଃ ସମୟରେ ଯେତେବେଳେ ରାଜା ଦେଖିଲେ, ମନେ ମନେ ଚିନ୍ତନ କଲେ, ମୋର ବିଜୟରେ ଦେବୀ ସନ୍ତୁଷ୍ଟ ନୁହନ୍ତି। କ'ଣ ଲାଭ? କ'ଣ ପାଇଁ ମୁଁ ବିଜୟ ହାସଲ କରିବି? ଏଇଭଳି ଭାବରେ ଚିନ୍ତନ କଲେ। ସେପଟେ ବାବର ଯୁଦ୍ଧ କରିବା ପାଇଁ ଉପସ୍ଥିତି ଜାହିର କଲେ, ଆହ୍ୱାନ କଲେ। ସମର ପ୍ରକ୍ରିୟା ଚାଲିଥିଲା। ରାଜାଙ୍କର ମନୋବଳ ଦୁର୍ବଳ ହୋଇଗଲା। ଦେବୀ ଚାହୁଁନାହାନ୍ତି କ'ଣ ପାଇଁ ବିଜୟ ହାସଲ କରିବି। ଭୟଙ୍କର ସମର କରୁଥିଲେ ବାବର। ଶେଷରେ ବିଜୟ ହାସଲ କଲେ। ସେହି ବ୍ରାହ୍ମଣ ଅତି ଖୁସି ହୋଇଗଲେ। ମୋତେ ଅଧା ରାଜ୍ୟ ପ୍ରଦାନ କରନ୍ତୁ। ଆଉ କରିବେ କି? ଯିଏ ନିଜର ରାଜାଙ୍କୁ ପରାସ୍ତ କରିବା ପାଇଁ ମାଧ୍ୟମ ହୋଇପାରେ, ସତ୍ୱଗୁଣ ଧରି ରାଜାଙ୍କୁ ପରାସ୍ତ କରିବାରେ ଏଇଭଳି ଭୂମିକା କରିପାରେ, ସେଭଳି କୃତଘ୍ନ ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେବା ଉଚିତ। କ'ଣ କଲେ? ଶିରଚ୍ଛେଦନ କଲେ। ଏଇଭଳି ପ୍ରସଙ୍ଗ ରହିଛି। ଆପଣମାନେ ଆଉ ଗୋଟିଏ କାହାଣୀ ଜାଣିଛନ୍ତି। ଗଙ୍ଗଦତ୍ତ ନଳକୂଅରେ ରହୁଥିଲେ। ଅନେକ ପୁତ୍ର ପତ୍ନୀ ରହୁଥିଲେ। କୂଅ ମଧ୍ୟରେ ରାଜା ଥିଲେ ନା, ବେଙ୍ଗମାନଙ୍କର ରାଜା। ସେଇ ରାଜାଙ୍କର ଅନେକ ଶତ୍ରୁ ରହିଥିଲେ। ସେହି ନଳକୂଅ, ସେ କୂପ ମଧ୍ୟରୁ ବାହାରକୁ ଆସିଲେ। ସର୍ପ ସହିତ ମିତ୍ରତା ସ୍ଥାପନ କଲେ। ଶେଷରେ କ'ଣ ଘଟିଲା? ନିତିଦିନ ସର୍ପ, ସେଇ ସାପ ଶତ୍ରୁମାନଙ୍କୁ ଭକ୍ଷଣ କଲେ। ନିଜର ପୁତ୍ରକୁ ଭକ୍ଷଣ କଲେ, ପତ୍ନୀକୁ ଭକ୍ଷଣ କଲେ। ସେଇ ଗଙ୍ଗଦତ୍ତ ବୁଦ୍ଧି ପ୍ରୟୋଗ କରି, ଶକ୍ତି ପ୍ରୟୋଗ କରି ଜୀବନ ରକ୍ଷା କରିଥିଲେ। କୂପ ମଧ୍ୟରୁ ବାହାରକୁ ବାହାରି ଆସିଥିଲେ ନା। ଏଇଭଳି ପ୍ରସଙ୍ଗ ରହିଛି। ପୁଣି ଦେଖନ୍ତୁ, ଗୋଟିଏ ସର୍ପ ଭୁଲବଶତଃ କୌଣସି କାରଣ ହେତୁ ପେଡ଼ି ମଧ୍ୟରେ ପ୍ରବେଶ କଲା। ସେଇ ପେଡ଼ି ଆପେ ଆପେ ବନ୍ଦ ହୋଇଗଲା। ଯେତେ ଚେଷ୍ଟା କଲେ ମଧ୍ୟ ସେଇ ସର୍ପ ବାହାରକୁ ବାହାରି ପାରିନଥିଲା। ଗୋଟିଏ ମୂଷା ସର୍ପ ନିକଟକୁ ପ୍ରବେଶ କଲା। ଅର୍ଥାତ୍ ପେଡ଼ି ମଧ୍ୟରେ ସର୍ପ ରହିଥିଲା ନା, ମୂଷାଟି ସେଇ ପେଡ଼ି ମଧ୍ୟରେ ପ୍ରବେଶ କଲା। ଖାଦକର ସମ୍ପର୍କ। ସର୍ପଟି ସର୍ତ୍ତ ରଖିଲା, ମୁଁ ଶପଥ କରୁଛି କଦାପି ତୁମକୁ ଭକ୍ଷଣ କରିବି ନାହିଁ। ମିତ୍ରତା ସ୍ଥାପନ କଲୁ। ଗୋଟିଏ ଗର୍ତ୍ତ କରନ୍ତୁ, ମୁଁ ବାହାରକୁ ପଳେଇଯିବି। ତୁମେ ମଧ୍ୟ ବାହାରକୁ ପଳେଇଯିବ, ଜୀବନ ରକ୍ଷା କରିପାରିବ। କଦାପି ତୁମକୁ ଭକ୍ଷଣ କରିବି ନାହିଁ। ମୂଷାଟି ବିଶ୍ୱାସ କଲା, ଗର୍ତ୍ତ କରିଦେଲା। ଯେତେବେଳେ ପେଡ଼ିରେ ଗର୍ତ୍ତ ହୋଇଗଲା, ସାପଟି ଦେଖିଲେ ମୋର ଆଉ ବିପଦ ନାହିଁ, ପେଡ଼ିରୁ ବାହାରି ଯିବି। ଯିବା ପୂର୍ବରୁ କ'ଣ ପାଇଁ ମୂଷାକୁ ଭକ୍ଷଣ ନ କରିବି? କ'ଣ କଲେ? ସେଇ ମୂଷାକୁ ଭକ୍ଷଣ କଲେ। ଆନନ୍ଦରେ ପେଡ଼ି ଭିତରୁ ବାହାରକୁ ଗଲେ। ସର୍ପକୁ କ୍ଷୀର ଯେ ପିଆନ୍ତି, ସର୍ପର ଘାତେ ସେ ମରନ୍ତି। ତେଣୁ ଏହିସବୁ କାହାଣୀ ମାଧ୍ୟମରୁ ଆମେମାନେ କ'ଣ ଶିକ୍ଷା ହାସଲ କଲୁ? ଦୁଷ୍ଟ ସହିତ ସମ୍ପର୍କ ରଖିବା ଉଚିତ ନୁହଁ। ତମଗୁଣଠାରୁ ଦୂରେଇବା, ଛଳନାର ଆଶ୍ରୟ ନେବା ଉଚିତ ନୁହଁ। ଏସବୁ ଯଦି ଆମେ କରିବା ନା, ନିଶ୍ଚିତ ଭାବରେ ପତନଗାମୀ ହେବ, ମୃତ୍ୟୁବରଣ କରିବା, ପାପ ଅର୍ଜନ କରିବା। ଏସବୁ ଶିକ୍ଷା ହାସଲ କଲୁ। ଜୟ ଜଗନ୍ନାଥ।